ହ୍ୟାଲୋ। ଭାଇ 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 କୁହ। ଆଜ୍ଞା ସାର୍ ନମସ୍କାର। ନମସ୍କାର। ସାର୍ ଆରେ କୁହନ୍ତୁ। ମତେ ଟିକେ ଷ୍ଟାଟସ୍ ଦରକାର ଯେ ବିଭୂତିର ଷ୍ଟାଟସ୍ କଣ? ବିଭୂତିର ଷ୍ଟାଟସ୍ କ'ଣ ରହିବ ସାର୍? ହାରିବ। ହାରିବ ଯେ ମତେ ତମେ ଶୁଣ, ମୋର ତମେ ବହୁତ କ୍ଲୋଜ। ସାର୍ ମୁଁ ସେଇଠି କରିପାରିଲିନି, ତାର ମତଲବ ନୁହଁ ଯେ ମୁଁ ତମମାନଙ୍କ ସାଙ୍ଗରେ ନାହିଁ। ସାର୍ ମୁଁ ମୁଁ ସବୁ ତମେ ଜାଣିଥିବ ମୋର ମେଣ୍ଟାଲିଟି କଣ। ସେ ଆଜ୍ଞା ସାର୍ ଲୋକଟା କୌଣସି ପ୍ରକାରେ ସଫା ହେବା ଦରକାର, ସାର୍ ସଫା ପୁରା ଭାବେ। ଆଜ୍ଞା ସାର୍। କିନ୍ତୁ କିନ୍ତୁ ମୁଁ କେତେ କନଫର୍ମ ହେଇପାରିବି? ନା ସାର୍ ହରଦା ସାର୍ କେମିତି ହେଲେ ମଧ୍ୟ ହରିଯାଉଛି। ସେ ଜବ୍ ପୋର୍ଟରୁ ଚେଷ୍ଟା କଲେ ମଧ୍ୟ ହାରିବ ସାର୍। ହାରିବ ଯେ କିଛି ଲୋକକୁ ମୁଁ କହିବି ଆଜ୍ଞା ସାର୍ ତାକୁ କିଛି ବ୍ୟବସ୍ଥା କର। ଆଜ୍ଞା ସାର୍ ମୁଁ ବିକ୍ରମକୁ କହିଲି, ଶୁଣିଲା ନାହିଁ। ସାର୍ ବିକ୍ରମ ବଡ କନଫିଡେଣ୍ଟ। ଆଜ୍ଞା ତାର ସାର୍ ତାର ଯିଏ ଗାର୍ଲଫ୍ରେଣ୍ଡ କଣ ଅଛି, ସେ ଯୋଉ ଗାର୍ଲଫ୍ରେଣ୍ଡ ସାଙ୍ଗରେ ବି ତାକୁ ମାତ୍ର 50,000 ଟଙ୍କା ଦେଇଦେଇକି ରହିଗଲା। କାହାର ଗାର୍ଲଫ୍ରେଣ୍ଡ? ମୁଁ କହିପାରିବିନି ଏତେ କଥା। ଆଜ୍ଞା 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 ବିକ୍ରମର ହଁ ହଁ ହେଲା। କିଏ ହଉ ସେ, ତମେ ତା ଭିତରେ ପଶନି, ମୁଁ ନାଇଁ କହିବି। ନାଇଁ ସାର୍ ଆମ କନ୍ଦର ମୁଁ କେବେ ବି କାହାର ନାଇଁ ମୋ ନାଇଁ ଦଳ ହେଲା ଯେ ପାଇଁ କାମ ତମେ କରିବା ମୋର ପିଲା। କ୍ଲୋଜ ଥିଲେ, ଦଳ ପାଇଁ ମୋର ମୋର ମୁଁ ଯାଇଛି ତମ ସାଙ୍ଗରେ ବୋଲି ବିଶ୍ୱାସ କରିକି ବୁଝିପାରୁଥିବ ମୁଁ କି ମୁଁ ସାର୍ କଣ ସାର୍ 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 ହେଲା। ଆଜ୍ଞା ତମର ସାର୍ ମୁଁ କରିପାରିଲିନି, ଯାଇପାରିଲିନି, ସିଏ ଅଲଗା କଥା। ସେ ସାର୍ କିନ୍ତୁ ମୁଁ ଅଛି। ସାର୍ କିନ୍ତୁ ଏବେ କଣ କରିକି ହେଲେ ମଧ୍ୟ, କେମିତି କରିକି ହେଲେ ମଧ୍ୟ ସାର୍ ଆମେ ସେ 53 ଜୋନ୍ ହଉ, 54 ହଉ, 55 ହଉ, ସାର୍ ସେ ନିମଖଣ୍ଡି ଏରିଆ ହଉ, ସାର୍ କେମିତି ହେଲେ ମଧ୍ୟ ତାକୁ କରିବାକୁ ପଡିବ। ସାର୍ ଆଉ କିଏ ଜିତୁ ହାରୁ ସହିତ ମତେ ସମ୍ବନ୍ଧ ନାହିଁ ସାର୍ ହେଲା। ସାର୍ ସିଏ କିନ୍ତୁ ହାରିବ। ଆଜ୍ଞା ସାର୍ ଆଉ ଯଦି କିଛି ବ୍ୟବସ୍ଥା କରିବ, ଆଜ୍ଞା ମୁଁ ବି ସଫା କରିବାକୁ ଚାହୁଁଛି। ମୁଁ ମୋର ହାତରୁ ମୁଁ ଯେତିକି ଖର୍ଚ୍ଚ କରିବା କଥା କରୁଛି। ସାର୍ ମୁଁ ସତ କଥା କହୁଛି, ମୁଁ କରୁନି ବୋଲି ନାହିଁ। ଆଜ୍ଞା ସାର୍ କିନ୍ତୁ ଆଖି ପିଛୁଳାକେ ତାକୁ ପୁରା ଯେମିତି କି ପୁରା ଇଏ କଲା ଭଳିଆ, ଦିବେଲିଆ କଲା ଭଳିଆ। ଆଜ୍ଞା ସାର୍ ସେ ଯୋଉ ନିଶ ମୋଡୁଛି, ସେ ଯୋଉ ଗାଳି କରୁଛି, ଏସବୁ ଯୋଉ ହୁଁ ଏ ସବୁ ଗୁଡା ମୋ ଆଖିରୁ କେତେ ଲୁହ ଗଡିଛି ତମେ ଜାଣିଥିବ ସେଦିନ। ଆଜ୍ଞା ସାର୍ କିନ୍ତୁ ମୁଁ ଅଛି। ସାର୍ ମାନସ ହେଇକି ସେଦିନ ଦେଖା ହେଲା। ସାର୍ କିନ୍ତୁ ମୁଁ କଥା ହେଇପାରିଲିନି। ମାନସ ହେଇ କଥା ହେବାକୁ ଚେଷ୍ଟା କରୁଛି। ସାର୍ ତମେ କିଛି ବ୍ୟବସ୍ଥା କର, ମୁଁ ବି ଆହୁରି ଟିକେ ସଫା କରେଇଦେବି। ଆଜ୍ଞା ସାର୍। ତ ଆମେ ହେଲା। କ'ଣ କରିବାକୁ ପଡ଼ିବ କୁହନ୍ତୁ, ମୁଁ ତାକୁ ଧରି ଲାଇନ୍ ଅପ୍ କରି ପଳେଇବି। ନାଇଁ ନାଇଁ, ତମେ କିଛି ଲୋକକୁ ସାର୍ ବ୍ୟବସ୍ଥା କରିକିରି ସାର୍ ଆମେ ଦେଇକିରି, ଯୋଉ ଲେଡିଜ ଗୁଡାକ ସାର୍ ମାନେ ତାଙ୍କର ଯୋଉ ମଣ୍ଡଳର ଆଜ୍ଞା ସାର୍ କିଛି ଲେଡିଜ ଗ୍ରୁପ ଗୁଡା ଅଛନ୍ତି, ସାର୍ ଇଏ ଚାହିଁଲେ ସିଏ ବଦଳେଇ ଦବ। ଆଜ୍ଞା ଆମକୁ ସାର୍ ଦରକାର ନାହିଁ। ମୁଁ ଯେତିକି କରିବା କଥା କରିଦେଲେଣି। ସାର୍ ସେ ଚାହେ ସେ ଡମ୍ବରୁକୁ ହଉ, ସେ ଇଏକୁ ହଉ, କେତେ ଗୁଡିଏ ଲୋକ ଅଛନ୍ତି ତା ଭିତରେ, ସାର୍ ଯୋଉଟା କି ମୁଁ ତମକୁ ନାଁ ଗୁଡା ନେଇପାରିବିନି ଏବେ। ସାର୍ ସବୁ ଯାକ ସାର୍ ମୁଁ ଯେତିକି କରିବା କଥା କରିସାରିଲିଣି। ସାର୍ ସାର୍ 41 ଏପଟ 6ଟା ୱାର୍ଡର ବି ମୁଁ ବ୍ୟବସ୍ଥା କରିସାରିଛି। ସାର୍ ଆଉ ଟିକେ ଯଦି ତମେ କିଛି କରିବ ସାର୍ ବୋଇଲେ, ସେତେ ପଇସା ମୁଁ ଖର୍ଚ୍ଚ କରିପାରିବିନି ଆଉ ନାଇଁ ତା ନାଇଁ ପାଇଁ ବୋଲି। ମୁଁ ଆଜ୍ଞା ସାର୍ କରିଲିଣି ଅଲରେଡି। ମୁଁ ମାନେ ପ୍ରାୟ 20 ଖଣ୍ଡେ ମୁଁ ଦେଇ ସାରିଲିଣି, କରିସାରିଲିଣି। ଆଜ୍ଞା ସାର୍ ଆଉ ଟିକେ ଯଦି ଖର୍ଚ୍ଚ କର, ତାକୁ ସଫା କରାଇବା। ଯେମିତି କେତେ ଯେତେ ତଳକୁ ପଳେଇବ ସେ ସାର୍ ହେଲା। ଖାଲି ଆଜ୍ଞା ବିକ୍ରମକୁ ମାନେ କନଫିଡେନ୍ସ ଭଲ, ଆଜ୍ଞା ସାର୍ ଓଭର କନଫିଡେନ୍ସ ଟା ଭଲ ନାହିଁ। ଆଜ୍ଞା ସାର୍ ହେଲା। ମତେ ସାର୍ କାଲି ଗୋଟେ ଦିନ ରହିଲା, ଯେକୌଣସି ପ୍ରକାର ତାକୁ କେମିତି କଣ କରିକିରି ସାର୍ ଗୋଟେ ଦିନ 2 ଦିନ ଭିତରେ ସେ ଗୌରୀ ସାମନ୍ତରାୟ କେତେ ଗୁଡିଏ ଅଛନ୍ତି। ଆଜ୍ଞା। ମୋତେ ଖାଲି ଆମେ ସାର୍ ଆପଣ ନାଁ ଜାଗା ଦେଇଦିଅନ୍ତୁ, କାହାକୁ କ'ଣ ଦେବାର ଅଛି କହିଲେ ମୁଁ ସେ ବ୍ୟବସ୍ଥା କରି ପଳେଇବି। ତମେ ସେତେ କିଛି ପଶନି, କାହିଁକିନା ମୁଁ ବି ସେମାନଙ୍କୁ କନଫିଡେନ୍ସ ନାହିଁ ତମ ସାଙ୍ଗରେ ସେମାନେ ପଶି ପାରିବେନି। ସାର୍ ସାର୍ କାହିଁକିନା ତମ ସାଙ୍ଗରେ ପଶିଲେ ବି ତମେ କାଳେ ଇଏ କରିଦବ ବୋଲିକି ସେମାନେ ଡରୁଛନ୍ତି। ଆଜ୍ଞା ସାର୍ ହେଲା। ସାର୍ ତମେ ଆଣିକିରି କରିଦେଲେ, ମୋ ପାଖରେ ଥୋଇଲେ ବି ମୁଁ ବି ସଫା କରିଦେବି। ସାର୍ କାହିଁକିନା ତମେ ଜାଣିଛ ମୋର ନୀତି ହେଲା ଗୋଟେ ଅଲଗା। ଆଜ୍ଞା ପଇସା ମୋର ଅଭାବ ନାହିଁ। ସାର୍ କିନ୍ତୁ ମୁଁ ଯେତିକି କଲେଣି, ଆଉ ଟିକେ ଲୋଭ ଦେଖେଇକିରି ଆଖି ପିଛୁଳାକେ ସରେଇଦବା। ସାର୍ ସାର୍ ଯେମିତି କି ପ୍ରଦୀପ ମଲଣା, ଆଜ୍ଞା ହୁଗୁଳା ପଟା। ଆଜ୍ଞା ସାର୍ ତା ଗାଁରେ ଅଛନ୍ତି 5-10 ଜଣ। ମୁଁ ତ ଯାଇକିରି ନିଜେ ପଶିବି। ସାର୍ ହେଲା। ଏ ଆଜ୍ଞା ସାର୍ 55 ଜୋନରେ, 54 ସାର୍ ଜୋନରେ ଯୋଉ ଗାରାମପେଟା ଫେରବଟା, ସେ ଯୋଉ ଆଜ୍ଞା ଆମର ସାର୍ କୋଳଥରାରେ ତାର ଅଛି। ଆଜ୍ଞା କିନ୍ତୁ ସାର୍ ହେଲେ ବି ମୋର ବି ଅଛି ବହୁତ ଲୋକ। ଆଜ୍ଞା ସାର୍ କମଳାପୁର ବହୁତ ଗୁଡେ ଅଛନ୍ତି। ସାର୍ ମୁଁ ଭିତରେ ଯିବି, ମୁଁ କେମିତି କରିବାକୁ ପଡିବ କରିଦେବି। ଆଜ୍ଞା ସାର୍ ହେଲା। ତମେ କାଲିକି ଭିତରେ ଯେତିକି ପାରିବ ମତେ, ସାର୍ ଆଉ ମାନସ ଭାଇ କଥାରେ କଥା ହୁଅ, ନହେଲେ ତମେ କର, କଣ କରୁଛ କର। ସାର୍ ଆଉ ଗୋଟେ ମୌକା ଛାଡିଦେଲେ, ସେ ଯଦି ପଳେଇ ଆଇଲା ବୋଲି ବୋଇଲେ, ଆଜ୍ଞା ସାର୍ ସିଏ ଉତ୍ପାତର ସୀମା ବାହାର ହେଇଯିବ। ଆଜ୍ଞା ସାର୍
ହେଲା ମତେ ବି ଖତରା ତମକୁ ବି ସେ ଶୁଣିବ ନାହିଁ କାହା କଥା ବି ସାର୍ ହେଲା ବଦମାସଟା ଏଟା ଖାଲି ରହିଲି ହଁ ହଁ ସାର୍ ରହୁଛି ନମସ୍କାର ତମେ କଣ କରିକିରି ମୋ ପାଖକୁ ନହେଲେ ପଠେଇ ଦିଅ ମୁଁ ମୋର କରିଦେବି ଠିକ୍ ସେ ଅଛି ମା ସାର୍ ତମେ ମୁଁ ତମକୁ କହିକିରି ତମ ସାମ୍ନାରେ ଫଟୋ କରିକିରି ଦେଇଦେବି ସେ ଯୋଉ ଲେଡି ଛୋଡାକୁ ଆଜ୍ଞା ସାର୍ ହେଲା ଭିଡିଓ କରିକି ହେଠି ଆକୁ ଦେଲି ବୋଲି କହିକି କାଟିଦେବି ହେଲା ସାର୍ ଲେଡି ଛୋଡାକୁ ମେନ୍ ହେ ସ୍ତ୍ରୀ ଲୋକଗୁଡା ଗ୍ରୁପ ଗୁଡାକ ଆଜ୍ଞା ସାର୍ ହେଲା ହଉ ହଉ ସାର୍ କର ରହୁଛି ନମସ୍କାର ତମେ ଆଜ୍ଞା କାଲି ସାର୍ ଭିତରେ ମୋ ପାଖକୁ ପଠେଇଦେଲେ ବି ହବ ସେ କାହାକୁ କିନ୍ତୁ ତମେ ନିଜେ ଆସିଲେ ବି ମୋର କିଛି ଅସୁବିଧା ନାହିଁ ଏଇଠି ଭିତରେ ସାର୍ 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 ମୋର ଏଇ ଯୋଉ ଶ୍ରେୟା ରେସିଡେନ୍ସିକୁ ପଠେଇଦେଲେ ହେଲା ଠିକ୍ ଆଜ୍ଞା ସାର୍ ରହିଲି ହଁ ଆଜ୍ଞା ସାର୍ ହଉ